ଗୋଟିଏ ଘର ନିକଟରେ ହଠାତ୍ ବଜ୍ରପାତ ଘଟିବାରୁ ଏକ ମୋବାଇଲ ଫୋନ୍ ଫାଟିଯିବା ସହ 6 ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍ଏସି ଅନ୍ତର୍ଗତ ଆଳତୁମା ଗାଁର ବଡ଼ବନ୍ଧ ସାହିରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଘର ବାହାରେ ବସିଥିବା 6 ଜଣ ବଜ୍ରାଘାତର ଶିକାର ହୋଇଛନ୍ତି। ଘଟଣା ପରେ ଆହତ 6 ଜଣଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ଆହତମାନଙ୍କ ମଧ୍ୟରେ 3 ଜଣ ଶିଶୁ ରହିଛନ୍ତି। ତେବେ ବର୍ତ୍ତମାନ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି।